ଓଡ଼ିଶାରେ ନିର୍ମିତ ରାମସିଆ ପେଣ୍ଟସ୍ ତରଫରୁ ଏକ ରାଜ୍ୟସ୍ତରୀୟ ପାର୍ଟନର୍ସ ସମ୍ମିଳନୀ ଆଜି ପୁରୀର ବିପୁଲ ହୋଟେଲଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀକୁ ପ୍ରଥମେ ଜଗତର ନାଥ ଜଗନ୍ନାଥଙ୍କ ଫଟୋଚିତ୍ରରେ ଧୂପ ଦୀପ ପ୍ରଜ୍ୱଳନ ସହ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରାଯାଇଛି, ଯାହାକି କମ୍ପାନୀର ନିର୍ଦ୍ଦେଶକ କେନ୍ଦୁଝରର ଯୁବ ଉଦ୍ୟୋଗପତି ବିକାଶ ମିଶ୍ର ଏବଂ ପରିଚାଳନା ନିର୍ଦ୍ଦେଶିକା ରାକ୍ଷୀ ମିଶ୍ର। ଏହି କମ୍ପାନୀର ଉତ୍ପାଦନଗୁଡ଼ିକର ଗୁଣବତ୍ତା ଓ ବିଶ୍ୱସନୀୟତା ସର୍ବଶ୍ରେଷ୍ଠ ବୋଲି ଦାବି କରାଯାଇଛି। ଆଜି ବଜାରରେ ଉପଲବ୍ଧ ଅନ୍ୟ ପେଣ୍ଟସ୍ ତୁଳନାରେ ରାମସିଆ କମ୍ପାନୀର ଉତ୍ପାଦନଗୁଡ଼ିକ ନୂଆ ହେଲେ ମଧ୍ୟ ଆଜି ଦିନରେ ଡିଲର ଉପଭୋକ୍ତାଙ୍କ ମଧ୍ୟରେ ସୁସମ୍ପର୍କ ଓ ବିଶ୍ୱାସ ତାଙ୍କୁ ଆଜି ସଶକ୍ତ କରାଇପାରିଛି। କମ୍ପାନୀର ଉତ୍ପାଦନଗୁଡ଼ିକ ମଧ୍ୟରେ ଏନାମେଲ୍ ପେଣ୍ଟସ୍, ପ୍ରାଇମର, ଏମୁଲେସନ୍ ଉଚ୍ଚମାନର ବୋଲି କମ୍ପାନୀର ନିର୍ଦ୍ଦେଶକ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି। ଏହି କମ୍ପାନୀର ଉତ୍ପାଦନଗୁଡ଼ିକର ଉତ୍ପାଦନ ପଦ୍ଧତି, ବିତରଣ ଏବଂ ଏହାର ଗୁଣବତ୍ତା ଉପରେ ଡିଲର ବନ୍ଧୁମାନଙ୍କୁ ବୁଝାଯାଇଛି। ଏହି ସମ୍ମିଳନୀରେ ଓଡ଼ିଶାର ସମସ୍ତ ଜିଲ୍ଲାର ହୋଲସେଲର ଡିଲର ବନ୍ଧୁମାନେ ଯୋଗ ଦେଇଥିବା ଦେଖିବାକୁ ମିଳିଛି। ଅନ୍ୟାନ୍ୟ ନାମୀ ଦାମୀ ପେଣ୍ଟସ୍ ତୁଳନାରେ ରାମସିଆ ପେଣ୍ଟସ୍ର ସମସ୍ତ ଉତ୍ପାଦନଗୁଡ଼ିକର ମାନ ଉତ୍କୃଷ୍ଟ ଥିବା ସହ ଦାମ ଅପେକ୍ଷାକୃତ କମ୍ ରହିଛି। ଏହି ମିଟରେ ସମ୍ମିଳନୀରେ ସର୍ବସମ୍ମତ ମତ ପ୍ରକାଶ କରାଯାଇଛି। ପୁରୀରୁ ମମତା ସେନାପତିଙ୍କ ରିପୋର୍ଟ, ଜନତା ଜିନ୍ଦାବାଦ।